जदि आपण चाहते जे प्रति मासरे किछि टंका संचय करी टंका करिपारिबे तेबे एक भल विकल्प होई परिबो। এই স্কিমটি খাস করি সেই লোকଙ୍କ ପାଇଁ ତିଆରି କରାଯାଇଛି ଯେଉଁମାନେ ଗ୍ୟାରେଣ୍ଟେଡ୍ ରିଟର୍ନ ସହ କମ୍ ରିସ୍କ ନେବାକୁ ଚାହାନ୍ତି। ଆପଣ ଆପଣଙ୍କ ମାଙ୍କ ନାଁରେ ପୋଷ୍ଟ ଅଫିସର ଏହି ଯୋଜନାରେ ପ୍ରତି ମାସରେ ଏକ ଛୋଟ ରାଶି ମଧ୍ୟ ଜମା କରିପାରିବେ। ଆଜିକାଲି ଅନେକ ଲୋକ ଏଫଡି ଏବଂ ଏସଆଇପି ଭଳି ସ୍କିମ୍ ବିଷୟରେ ଜାଣିଥାନ୍ତି, କିନ୍ତୁ ଆରଡିର ଲାଭ କେହି ଉଠାଇ ପାରନ୍ତି ନାହିଁ। ଏହି ଯୋଜନାରେ ପ୍ରତି ମାସକୁ ଏକ ଫିକ୍ସ ରାଶି ଜମା କରାଯାଏ ଏବଂ କିଛି ବର୍ଷ ପରେ ଏଥିରେ ଏକ ମୋଟା ଅଙ୍କର ଟଙ୍କା ମିଳିଥାଏ। ଏହି ଯୋଜନାରେ ସୁଧହାର ତ୍ରୈମାସିକ ଚକ୍ରୀକରଣ ଆଧାରରେ ଗଣନା କରାଯାଏ। ପୋଷ୍ଟ ଅଫିସ ରିକରିଂ ଡିପୋଜିଟ୍ ଯୋଜନାର ଅବଧି 5 ବର୍ଷ ଏବଂ ବର୍ତ୍ତମାନ ଏହା 6.7% ସୁଧହାର ଦେଉଛି। ଯଦି ଆପଣ ନିଜ ମାଙ୍କ ନାଁରେ ଏହି ଯୋଜନାରେ ପ୍ରତି ମାସରେ 4,000 ଟଙ୍କା ଜମା କରନ୍ତି, ତେବେ ଗଣନା ଅନୁସାରେ ପରିପକ୍ୱତା ପରେ ଅର୍ଥାତ୍ 5 ବର୍ଷ ପରେ ଆପଣଙ୍କୁ 45,463 ଟଙ୍କା 32 ପଇସା ରିଟର୍ନ ମିଳିବ। ଏହାର ଅର୍ଥ ହେଉଛି 5 ବର୍ଷ ପରେ ଆପଣଙ୍କର ମୋଟ ଆୟ 2,85,463 ଟଙ୍କା 32 ପଇସା ରହିବ, ଯେଉଁଥିରେ 5 ବର୍ଷ ମଧ୍ୟରେ ଆପଣ ନିବେଶ କରିଥିବା ମୋଟ 2,40,000 ଟଙ୍କା ସାମିଲ ରହିବ। ପୋଷ୍ଟ ଅଫିସ ଆରଡି ଯୋଜନା ନିଶ୍ଚିତ ରିଟର୍ନ ପ୍ରଦାନ କରେ ଏବଂ ଏଥିରେ ଜମା ହୋଇଥିବା ଟଙ୍କା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ। ତେବେ ଏହି ଯୋଜନା ସେହି ଲୋକଙ୍କ ପାଇଁ ଭଲ ଯେଉଁମାନେ ଟଙ୍କା ଜମା କରିବା ପୂର୍ବରୁ 50 ଥର ଭାବିଥାନ୍ତି, ଅର୍ଥାତ୍ କୌଣସି ରିସ୍କ ନେବାକୁ ଚାହାନ୍ତି ନାହିଁ। ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଯୋଜନା ହେଉଥିବାରୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ଖାତା ଆରମ୍ଭ କରିବା ମଧ୍ୟ ଖୁବ୍ ସହଜ, କାରଣ ଆପଣ ଏହାକୁ ମାତ୍ର 100 ଟଙ୍କାରୁ ଆରମ୍ଭ କରିପାରିବେ। ଇଣ୍ଡିଆ ପୋଷ୍ଟ ୱେବସାଇଟ୍ କିମ୍ବା ନିକଟସ୍ଥ ପୋଷ୍ଟ ଅଫିସରେ ଆପଣ ଖାତା ଖୋଲିପାରିବେ। ଏହି ସ୍କିମ୍ର ଗୋଟିଏ ଲାଭ ହେଉଛି ଯେ ଯଦି ଆପଣ ଚାହିଁବେ ତାହେଲେ ମିଡ୍ ଟର୍ମରେ ମଧ୍ୟ ଟଙ୍କା ଉଠାଇ ପାରିବେ, କିନ୍ତୁ ଏହାର ମଧ୍ୟ କିଛି ନିୟମ ରହିଛି। ତେଣୁ ସମ୍ପୂର୍ଣ୍ଣ 5 ବର୍ଷ ପୂରଣ କରିବା ଉଚିତ ରହିବ, କାରଣ ଏଥିରୁ ପୁରା ସୁଧହାର ମିଳିବ।